ତ ଆମର ଗୋଟେ କେସ୍ ହେଇଥିଲା 13 ତାରିଖରେ, କେସ୍ ନମ୍ବର 218। ସେଥିରେ ଆମର ବ୍ରାଉନ୍ ସୁଗାର ଜବତ ହେଇଥିଲା ଆରାଉଣ୍ଡ 4.98 ଗ୍ରାମ। ସେଥିରେ ଆମେ 3ଟା ଆକ୍ୟୁଜ୍କୁ ଆରେଷ୍ଟ କରିଥିଲୁ। ଜଣଙ୍କ ନାଁ ଅଛି ସାବାଜ କାଦ୍ରି, ଆଉ ଜଣଙ୍କ ନାଁ ଶେହଜାଦା କାଦ୍ରି ଖାନ୍, ଆଉ ଜଣଙ୍କ ନାଁ ପ୍ରଦୀପ ପାତ୍ର। ଆମର ବନ ଛକରୁ ଡିଟେକ୍ଟ ହେଇଥିଲା। ତ ତାର ଟ୍ରେଲକୁ ଆମେ ଖୋଜୁ ଖୋଜୁ ଆମକୁ ଆଉ ଏଇ କେସ୍ର ସନ୍ଧାନ ମିଳିଲା, ଯେଉଁଟାକି କେସ୍ ନମ୍ବର 241। ସେଥିରେ ଆମକୁ 10 ଗ୍ରାମର ବ୍ରାଉନ୍ ସୁଗାର ବରାମଦ ହେଇଛି, ଯେଉଁଟାକି ଏଇ ଆମର ସଞ୍ଜୟ ପଣ୍ଡା ବୋଲି ନାମକ ଆକ୍ୟୁଜ୍ ଜଗତପୁର, ସିଏ ଆସିକି ସେ ମାଲଟା କିଣିକି ନେଇକି ଯାଉଥିଲା। ସେଇଟା ଆମକୁ ଡାହାଣୀ ଗେଡ଼ାରେ ତାକୁ ବରାମଦ କରାଗଲା। ସେଇଟା ଆମର ଆମେ କହି ଯେମିତି କଥା ହେଲୁ, ଆମେ ସିଡିଆର୍ ଆନାଲିସିସ୍ କଲା ପରେ ତାର ଡ୍ୟୁରିଂ ଇନଭେଷ୍ଟିଗେସନ୍ ଜାଣିବୁ କିଏ ବିକୁଥିଲା। ଆମର ଟୋଟାଲ ଯେହେତୁ ଚେନ୍ଟା ଚାଲିଛି, ଆଉ ଏଥିରେ ଗୋଟେ ଅର୍ଗାନାଇଜ୍ଡ କ୍ରାଇମ୍ ଟାଇପ୍ର ଚାଲିଛି, ସିଣ୍ଡିକେଟ୍ ଚାଲିଛି ବ୍ରାଉନ୍ ସୁଗାର। ତ ତାକୁ ଆମର ମୂଳପୋଛ କରିବା ପାଇଁ ଆମର ସବୁ ଚେନ୍ର ଫଲୋ କରୁଛୁ, କିଏ ବିକୁଛି, କିଏ କିଣୁଛି, କିଏ ମିଡିଲ୍ ମ୍ୟାନ୍ ଅଛି, କିଏ ଯାଇକି ବାଲେଶ୍ୱର ମାଲ ଉଠାଉଛି, କିଏ ଆଉଟ୍ ଅଫ୍ ଷ୍ଟେଟ୍ ଯାଇକି ମାଲ ଉଠାଉଛି, ସେଟାକୁ ଆମେ ଫଲୋ କରୁଛୁ। ତ ଟୋଟାଲ ଆନୁମାନିକ ମୂଲ୍ୟ ଆରାଉଣ୍ଡ ହେବ 40,000। ଯେତେ ଆମର ଟୋଟାଲ ମାଲ ଅଛି 40,000 ଆନୁମାନିକ। ସେଇଟା ଆମେ କ୍ୟାରେକ୍ଟର ଆଣ୍ଟିସିଡେଣ୍ଟ ତାର ଭେରିଫାଇ କଲା ପରେ ଆମେ ଜଣାଇ ପାରିବୁ। ଆଉ ମୁଁ ଆଉ ଗୋଟେ ଆମର ଭଦ୍ରକର ଯେତିକି ୟୁଥ୍ ଆଉ ବାକି ସ୍କୁଲ କଲେଜ ପଢ଼ୁଥିବା ପିଲାମାନଙ୍କୁ ଗୋଟେ ରିକ୍ୱେଷ୍ଟ କରିବାକୁ ଚାହୁଁଛି କି ଧଳାଜଡ଼ ଠାରୁ ଦୟାକରି ଆପଣମାନେ ଦୂରେଇ ରୁହନ୍ତୁ। ଆପଣଙ୍କର ଫ୍ୟୁଚର୍ ଅଛି, ଆପଣମାନଙ୍କର ଜାଗାର ଯେଉଁଟା ଭଦ୍ରକ ଗୋଟେ ଭାଇଚାରାର ମାଟି, ଗୋଟେ ସଂସ୍କୃତି ସମ୍ପନ୍ନ ସହର। ତ ସେଇଥିରୁ ଆପଣମାନେ ଯେହେତୁ ତାକୁ କଳୁଷିତ କରନ୍ତୁ ନାହିଁ। ଆଉ ଇଭିନ୍ ଇଫ୍ ଯଦି ଏଇଭଳିଆ କିଛି ଜିନିଷ ହେଉଛି ତ ଆମର ଆକ୍ସନ୍ଟା ସବୁବେଳେ ଷ୍ଟ୍ରିକ୍ଟ ରହିବ। ଧଳାଜଡ଼ ପ୍ରତି ଆମର ନୋ ଟଲରାନ୍ସ ପଲିସି ଯାହା ଏସ୍ପି ସାର୍ଙ୍କ ଡିରେକ୍ସନ୍ ହିସାବରେ ଜାରି ରହିଛି। ଧନ୍ୟବାଦ।